मो ना ज्योतिकृष्ण मिश्र आमर विधायक आप रघुनाथ पल्ली एमएलए आ बहुत खुशी विषय आप आरंभ आप यात्रा कौन कर ମୁଁ ପ୍ରଥମତଃ ସମାଜସେବୀ ଭାବରେ ପ୍ରଥମେ କାମ ଆରମ୍ଭ କରିଥିଲି। ତାପରେ ବିଭିନ୍ନ ସାମାଜିକ ସଂଗଠନ ସହିତ ପ୍ରୟାସ ହେଉଥିଲା। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପରବର୍ତ୍ତୀ ସମୟରେ ବିଶ୍ୱ ପରିଷଦ ବିଭିନ୍ନ ସାମାଜିକ ସଂଗଠନ ସ୍ୱେଚ୍ଛାସେବୀ ସଂଘ ସହିତ କାମ କଲା ପରେ ତାପରେ ମୁଁ ରାଜନୀତି କ୍ଷେତ୍ରରେ କାମ କରୁଛି। ସାର୍ ଆପଣ ତ ଜୁନ୍ ମାସ 2024 ଅଛନ୍ତି, ଆପଣ କ'ଣ କରିଛନ୍ତି ଆଉ କ'ଣ କରିବାକୁ ଚାହୁଁଛନ୍ତି? ଆ ଭିତରେ ଅନେକ ଗୁଡ଼ିଏ କାମ ଆମେ ସବୁ କରିଛୁ, ଯେମିତିକି ଆମର ସାମ୍ବିଧାନିକର ଯେଉଁ ମୌଳିକ ସୁବିଧା ରୋଟି କପଡ଼ା ଆଉ ମକାନ, ଶିକ୍ଷା, ସ୍ୱାସ୍ଥ୍ୟ, ଏଇ 5ଟା ଜିନିଷକୁ ଆମେ ମୁଖ୍ୟତଃ ଧ୍ୟାନ ଦେଇଛୁ। ତା ଭିତରେ ଆମର ରୋଡ଼ ରାସ୍ତା ହେଲା, ପାଣି ବ୍ୟବସ୍ଥା ହେଲା, ବିଭିନ୍ନ ବସ୍ତି ଅଞ୍ଚଳକୁ କେମିତି ପାଣି ଯିବ, ତା ସହିତ କେମିତି ରାସ୍ତାରେ କମ୍ୟୁନିକେସନ୍ ସୁବିଧା ପାଇଁ ରାସ୍ତା ହେବ, ୟାକୁ ପ୍ରାଥମିକତା ଦେଇକି ପ୍ରଥମେ ଆରମ୍ଭ କଲି। କାରଣ ମୁଁ ଯେତେବେଳେ ଇଲେକ୍ସନ୍ ନିର୍ବାଚନ ଲଢ଼ିଲି, ଯେକୌଣସି ବସ୍ତିକୁ ଯାଇଛି, ଯେକୌଣସି ଗ୍ରାମକୁ ଯାଇଛି, ସମସ୍ତେ ସବୁ ଜାଗାରେ ପ୍ରଥମେ ମାଆ ମାନେ ପାଣି ସମସ୍ୟା କରୁଛନ୍ତି। ମୋର ଜିତିଲା ପରେ ପ୍ରାଥମିକ ଦାୟିତ୍ୱ ରହିଲା ପାଣି ସମସ୍ୟା କେମିତି ସମାଧାନ କରାଯିବ। ପାଣି ସମସ୍ୟା ସମାଧାନ କରିବା ପାଇଁ ମୁଁ ଚେଷ୍ଟା କଲି। ତା ସହିତ ଅନେକ ଜାଗାରେ ଇଲେକ୍ଟ୍ରିକାଲ୍ ପ୍ରୋବ୍ଲେମ୍ ଥିଲା, ତାକୁ ମଧ୍ୟ କେମିତି ଠିକ୍ଠାକ୍ ହେବ ତା ପାଇଁ ମୁଁ ଚେଷ୍ଟା କରୁଛି। ରାସ୍ତା, ବହୁତ ଜାଗାରେ ରାସ୍ତା ନାହିଁ, କିଛି ଜାଗାରେ ରାସ୍ତାକୁ ଚଉଡ଼ା କରିବା ପାଇଁ ମଧ୍ୟ ଲାଗିଛି। ସେସବୁ ଚେଷ୍ଟା ମୋର ରହିଛି, ଚାଲିଛି। ସାର୍ ରାଉରକେଲା, ଆପଣ ବି ରାଉରକେଲା ରହୁଛନ୍ତି, ଆଉ ରାଉରକେଲା ବିଧାୟକ ଅଲଗା ଅଛନ୍ତି ସାର୍, ତ ରାଉରକେଲାବାସୀମାନେ ଚାହୁଁଛନ୍ତି କି ଆପଣ ବି ତାଙ୍କ ପାଇଁ କିଛି କରନ୍ତୁ, ତ କ'ଣ କରିବାକୁ ଚାହୁଁଛନ୍ତି? ଆକ୍ଚୁଆଲି ଆମେ ଜିତିଲା ପରେ ଗୋଟିଏ ଏରିଆର ତ ଆମେ ଜନପ୍ରତିନିଧି ଅଛୁ, କିନ୍ତୁ ଓଭରାଲ୍ ରାଉରକେଲା ଗୋଟେ ଏମିତି ସହର, ରାଉରକେଲାକୁ ଅଧା ଅଞ୍ଚଳ ରଘୁନାଥପଲ୍ଲୀରେ ଯାଉଛି, ମାନେ ପାର୍ଟ ଅଫ୍ ରାଉରକେଲା କହିଲେ ଚଳେ। ତେଣୁକରି ଅଲ୍ଟରନେଟିଭ୍ ରାଉରକେଲାବାସୀଙ୍କ ପାଇଁ ଆମେ କାମ କରୁଛୁ। ଆଉ ଏଥିରେ ଆମର ରାଉରକେଲାର ସମସ୍ତ ମୁଖ୍ୟ ଯେତେ ସବୁ ଅଫିସ୍ ସବୁ ଅଛି ରାଉରକେଲା ନିର୍ବାଚନ ମଣ୍ଡଳୀରେ ଆସୁଛି। ତେଣୁକରି କାମ କରିବା ଭିତରେ ସବୁ ଲୋକମାନେ ମଧ୍ୟ ଆସୁଛନ୍ତି। ମୁଁ ଯେତେ ଦୂର ପାରୁଛି ମୋ ଏରିଆ ସହିତ ଅନ୍ୟ ଅଞ୍ଚଳର ଲୋକମାନଙ୍କୁ ସୁବିଧା ସୁଯୋଗ ଯୋଗାଇବାରେ ଚେଷ୍ଟା କରୁଛି। ସାର୍ ଇସ୍ପାତ କାରଖାନା ଆଉ IGHରେ କେତେ ସାରା ଅସୁବିଧା ବି ହେଉଛି, ତ ତାକୁ କେମିତି କ'ଣ କରିବେ? ଆକ୍ଚୁଆଲି ଯେହେତୁ ଏଇଟା ଇସ୍ପାତ କାରଖାନା ଅଞ୍ଚଳ ଅଛି, ଏଠି ସ୍ୱାସ୍ଥ୍ୟ ଦୃଷ୍ଟିରୁ ଇସ୍ପାତ ଜେନେରାଲ ହସ୍ପିଟାଲ IGH ଅଛି, କିନ୍ତୁ ଏଠିକାର ଯେଉଁ ସମସ୍ୟା ରହିଛି ଆଉ ଅନେକ ସମସ୍ୟା ଇସ୍ପାତ କାରଖାନା ସହିତ ଲିଙ୍କ ରହୁଛି। ତେଣୁକରି ସେ ସମସ୍ୟାକୁ ସମାଧାନ କରିବାକୁ ହେଲେ ଆମେ RSP କର୍ତ୍ତୃପକ୍ଷକୁ ତାଙ୍କ ପାଖରେ ବାରମ୍ବାର ଚିଠି ମାଧ୍ୟମରେ ହେଉ, ବ୍ୟକ୍ତିଗତ ଭେଟିକି ହେଉ ସମାଧାନ କରିବା ପାଇଁ ଚେଷ୍ଟା କରୁଛୁ। ସେଥିରେ ସ୍ୱାସ୍ଥ୍ୟ ବ୍ୟବସ୍ଥା IGH ରହିଲା, IGHକୁ ମଧ୍ୟ ଠିକ୍ କରିବା ଦାୟିତ୍ୱ ଇସ୍ପାତ କର୍ତ୍ତୃପକ୍ଷଙ୍କର। ଆମେ ତାକୁ ମଧ୍ୟ ବାରମ୍ବାର କହୁଛୁ ଭଲ ଡକ୍ଟର୍ସ ଆଣନ୍ତୁ, ସ୍ଥାନୀୟ ଲୋକ ଭଲ ଭାବରେ ଚିକିତ୍ସା ସୁବିଧା ପାଆନ୍ତୁ, ତା ପାଇଁ ମଧ୍ୟ ଆମର ଦୃଷ୍ଟି ରହିଛି। ସାର୍ ଯେମିତିକି ଆମର ହେଇଯାଉ ସେକ୍ଟର 2 ଏରିଆରେ ପେଟ୍ରୋଲ ପମ୍ପ ସାଇଡ଼୍ରେ ଯେମିତି ଡଷ୍ଟବିନ୍ ଗୁଡ଼ା ଡମ୍ପ କରାହେଉଛି, ଅନ୍ୟ ଜାଗାରେ ବି ଅନ୍ୟ ସେକ୍ଟର ଗୁଡ଼ା ବି ସେମିତି କରାହେଉଛି, ତ ତା ଉପରେ କ'ଣ ବ୍ୟବସ୍ଥା ହେଇଛି? ନାଇଁ, ଇଏ ଯେଉଁ ବ୍ୟବସ୍ଥା ଅଛି ବ୍ୟବସ୍ଥା ଠିକ୍ ନୁହେଁ। ସହରର ମଝିରେ ରାସ୍ତା ଉପରେ ଏଇଭଳିଆ ଯେଉଁ ଡମ୍ପିଂ ସିଷ୍ଟମ୍ଟା ନିଶ୍ଚିତ ଭାବରେ ଗୋଟେ ଅପରିଷ୍କାର ବ୍ୟବସ୍ଥା ସୃଷ୍ଟି କରୁଛି। ତାକୁ ଠିକ୍ କରିବା ପାଇଁ ପଲ୍ୟୁସନ୍ ଡିପାର୍ଟମେଣ୍ଟକୁ ଆରମ୍ଭ କରିକି RSP କର୍ତ୍ତୃପକ୍ଷଙ୍କୁ ଲେଖିଥିଲି। ଆଉ ତା ଭିତରେ ସେ କିଛିଟା ସୁଧାର ଆଣିଛନ୍ତି, କିନ୍ତୁ ସେତିକି ସୁଧାର ଯଥେଷ୍ଟ ନୁହେଁ, ଆହୁରି ଅଧିକା ଆବଶ୍ୟକତା ଅଛି। ପରବର୍ତ୍ତୀ ସମୟରେ ଆମେ ଚେଷ୍ଟା ମଧ୍ୟ ଅଛୁ କେମିତିକି ତାକୁ ଠିକ୍ଠାକ୍ କରିବା ଏବଂ ଗୋଟେ ସୁନ୍ଦର ବ୍ୟବସ୍ଥା କରିବା ଅଛି। ସାର୍ ଆଉ ଜାଣିବାକୁ ମାନେ ସେକ୍ଟର ଅଞ୍ଚଳରେ ଯେମିତି ସେକ୍ଟର 2 ହଉ ୟା 1 ହଉ ଡ୍ରେନେଜ୍ର ପ୍ରୋବ୍ଲେମ୍ ହେଉଛି,
ପାଣି ସବୁ ଘର ଭିତରେ ପଶୁଛି ତ ତା କେମିତି କ'ଣ? କର୍ତ୍ତୃପକ୍ଷ ଯେତିକି ଦାୟୀ କରନ୍ତି ସେ ରହୁଥିବା ଲୋକମାନେ ହିଁ ପ୍ରାୟ ସବୁ ଅଞ୍ଚଳର ଡ୍ରେନ୍କୁ ପୋତି ଦେଇଥିବା କାରଣରୁ ତଥା ଅନ୍ୟାନ୍ୟ ଯେଉଁ ରାସ୍ତା ପରବର୍ତ୍ତୀ ସମୟରେ ଉଚ୍ଚା ହେଇଯାଇଛି, ଘର ଡାଉନ୍ ହେଇଗଲା। ତାର 80% ମୋତେ ଲାଗୁଛି 80% ସରକାରୀ କ୍ୱାର୍ଟର RSP କ୍ୱାର୍ଟରରେ ପାଣି ପଶି ଯାଉଛି। ତ ଡ୍ରେନେଜ୍ ସିଷ୍ଟମ୍ ଯେପର୍ଯ୍ୟନ୍ତ ନ ହୋଇଛି ଏ ସମସ୍ୟା ଆମେ ସବୁବେଳେ କହୁଛୁ, RSP ମଧ୍ୟ କହୁଛି ଯେ ଏମିତି ଲୋକମାନେ ଏକ୍ସେସନ୍ କରିକି ଡ୍ରେନ୍କୁ ପୋତି ଦେଇଛନ୍ତି। ତ ଯେପର୍ଯ୍ୟନ୍ତ ଏକ୍ସେସନ୍ ଭାଙ୍ଗିକି ଡ୍ରେନ୍ ନ କରାଯାଏ ଏଭଳିଆ ସମସ୍ୟା ରହିବ। ସାର୍ ହମିରପୁର ଏମିତି ଏ ଅଞ୍ଚଳରେ ଅଛି ଯେଉଁ ଏ ଅଞ୍ଚଳରେ ତାକୁ କେମିତି ମହାନିଗମରେ କେମିତି କ'ଣ ହୋଇବ? ଆକ୍ଚୁଆଲି ସମସ୍ୟା ନିଶ୍ଚିତ ଭାବରେ ହମିରପୁର ହେଉ କି ଲାକେଲା ହେଉ ତୁମକେଲା ହେଉ ଟାଙ୍ଗରପାଲିର ଅଞ୍ଚଳ ଅଛି, ନା ମ୍ୟୁନିସିପାଲିଟି ଯାଉଛି ନା ପଞ୍ଚାୟତରେ ଯାଉଛି। କିନ୍ତୁ ଏବେ ବି ସ୍ଥାନୀୟ ଲୋକ ମଧ୍ୟ ଯଦି ଆମେ କୌଣସି ଷ୍ଟେପ୍ ନେଇକରି ତାଙ୍କୁ କୌଣସି ସରକାରୀ ବ୍ୟବସ୍ଥା ଭିତରେ ଆଣିବା ପାଇଁ ଚାହୁଁଛୁ, କିନ୍ତୁ ସେଠି ବି ଦ୍ୱନ୍ଦ୍ୱ ରହିଛି। ଏବେ ବି ସେମାନେ ଅନେକ ଅଛନ୍ତି ଯେଉଁମାନେ ଚାହୁଁନାହାନ୍ତି ମ୍ୟୁନିସିପାଲିଟିରେ ଆସିବା ପାଇଁ, ସେମାନେ କହୁଛନ୍ତି ପଞ୍ଚାୟତରେ ନେବେ। ଅନେକ ଅଛନ୍ତି କହୁଛନ୍ତି ପଞ୍ଚାୟତ ନେଇ ମ୍ୟୁନିସିପାଲିଟି ନେବେ। ତ ତାଙ୍କୁ ଗୋଟେ କନଭିନ୍ସ କରିକିରି ବ୍ୟବସ୍ଥା ଭିତରକୁ ଆଣିବାକୁ ସମୟ ଟିକେ ଲାଗେ। ସରକାର ମଧ୍ୟ ଯତ୍ନବାନ ଅଛନ୍ତି, ଧ୍ୟାନ ଦେଉଛନ୍ତି। ସାର୍ ଯେମିତିକି ଆମର କିଛିଟା ଗ୍ରାମୀଣ ଜାଗାରେ ନା ବିଦ୍ୟାଳୟ ଅଛି, ନା ଇଲେକ୍ଟ୍ରିକ୍ ଅଛି, ନା ୱାଟର ଫେସିଲିଟି ଅଛି, ତ କେମିତି କ'ଣ କରିବେ? ଆମର ଯେଉଁ ଏରିଆର ଡେଭଲପମେଣ୍ଟ ଯେଉଁ ଭଳିଆ ହେବା କଥା, ସାମଗ୍ରିକ ବିକାଶ ସବୁ ଅଞ୍ଚଳକୁ ବିକାଶରେ ନେବା କଥା। କୌଣସି କାରଣବଶତଃ ହେଉ ପୂର୍ବ ସରକାରଙ୍କର କିଛି ଯୋଜନାର ଅଭାବର କାରଣ ସାମଗ୍ରିକ ଯେଉଁ ବିକାଶ ହେବା କଥା ହେଇନାହିଁ। ତା'ର ପରିଣାମ ଆମେ ଏବେ ଦେଖୁଛେ, ତାର ଲୋକ ଅସୁବିଧାରେ ପଡ଼ୁଛନ୍ତି। ତେଣୁକରି ସେସବୁ ଅଞ୍ଚଳ କେମିତି ଡେଭଲପମେଣ୍ଟ କରିବା ପାଇଁ ଆମେ ଚେଷ୍ଟାରେ ଅଛୁ। ସାର୍ କେନ୍ଦ୍ର ସରକାର ଆଉ ରାଜ୍ୟ ସରକାରରେ କ'ଣ ବ୍ୟବସ୍ଥା ହେଇଛି କି ଏମିତି ଉନ୍ନତି ହେବାକୁ? ସ୍ୱାଭାବିକ ଭାବରେ ଯେତେବେଳେ କେନ୍ଦ୍ରରେ ଆଉ ରାଜ୍ୟରେ ସମବିଚାରଧାରାର ସରକାର ରହେ, ନିଶ୍ଚିତ ସେ ସମୟରେ ରାଜ୍ୟର ଡେଭଲପମେଣ୍ଟ ମଧ୍ୟ ହେବାର ସୁବିଧା ହେଇଥାଏ। ଆଉ ବର୍ତ୍ତମାନ ଡବଲ ଇଞ୍ଜିନ୍ର ସରକାର ଅଛନ୍ତି, ଆଉ ଆମକୁ ସୁବିଧା ଅଛି କି କାମ କରିକିରି କରିବା ପାଇଁ। ହଉ, ଧନ୍ୟବାଦ।